କିନ୍ତୁ କେବଳ କ୍ରାଇମବ୍ରାଞ୍ଚ ନୁହେଁ, ଆମର ବି ଯେଉଁ ଶକ୍ତିଶ୍ରୀ ସ୍କିମ୍ ବି ଆମେ ରଖିଛୁ, ସେଥିରେ ଗୋଟେ ସେଫ୍ କ୍ୟାମ୍ପେନ୍ ରଖୁଛୁ। ସେ ସେଫ୍ କ୍ୟାମ୍ପେନ୍ରେ ବି ମାନସିକ ସନ୍ତୁଳନ କେଉଁଭଳି ଭାବରେ ବଜାୟ ରହିବ, ଛୋଟ ଛୋଟ ଘଟଣାକୁ ନେଇକି କେହି କେମିତି ଯେଉଁଭଳି ଭାବରେ କେହି କୌଣସି ଦୁର୍ଭାଗ୍ୟଜନକ ପଦକ୍ଷେପ ନ ନେବେ, ସେ ପ୍ରତି ଆମେ ବି ସେ ଶକ୍ତିଶ୍ରୀ ସ୍କିମ୍ରେ ତାହାକୁ ମଧ୍ୟ ରଖିଛୁ। କ୍ରାଇମବ୍ରାଞ୍ଚ ବି ଯଦି ଆଡ୍ ଅନ୍ କଲା ଠିକ୍ ଅଛି। କହିଲି ସଚେତନତା ସାମାଜିକ ଗୋଟେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ପଡ଼ିବ। ଯଦି ବି କେହି ଭାବୁଛନ୍ତି ଏଇଟା କେବଳ ଛାତ୍ରଛାତ୍ରୀ ମାନଙ୍କ ଭିତରେ ନୁହେଁ, ଆପଣମାନେ ବି ଆପଣମାନଙ୍କ ଇନଷ୍ଟିଚ୍ୟୁସନରେ ବି ଯଦି ବି କେହି ଜାଣୁଛନ୍ତି ଜଣେ ଡିପ୍ରେସନକୁ ଯାଉଛି, ଜଣେ ଏଂଜାଇଟିର ଶିକାର ହେଉଛି, ତାହାକୁ ସାହାଯ୍ୟ କରିବାକୁ ପଡ଼ିବ ଏବଂ ତାକୁ କହିବାକୁ ପଡ଼ିବ ତୋ ପାଇଁ ଯେଉଁ ବ୍ୟବସ୍ଥା ଅଛି, ଯଦି କୌଣସି ଜାଗାରେ ତୋ ପ୍ରତି ଯାହା ହବାର କଥା ନୁହେଁ ସେ କଥା ହେଉଛି, ଯେଉଁ ଫୋରମ୍ ଅଛି ସେଇ ଫୋରମ୍ରେ କଥାଟାକୁ ରଖ ଏବଂ କଥାଟାକୁ ରଖିଲେ କେବେ ବି ସମ୍ମାନଚ୍ୟୁତ ହେବ ନାହିଁ। କଥାଟାକୁ ରଖିଲେ ବରଂ ସେ ଯେ ହ୍ୟାବିଚୁଆଲ ଅଫେଣ୍ଡର ଅଛି ସେ ଆଗକୁ ସେ ଦୋଷ କରିବାରୁ ବର୍ତ୍ତିବ, ସେ ତାହାକୁ ଆମେ ଦଣ୍ଡ ଦେଇପାରିବା। ତେଣୁ ଯଦି ଗୋଟେ କାର୍ଯ୍ୟ କରିବାର ବା ଗୋଟେ ବ୍ୟବସ୍ଥାର ଫୋରମ୍ ରହିଛି, ଆମେ ସେ ଫୋରମ୍ର ଉପଯୋଗ କରିବା ଉଚିତ ଏବଂ ଏ ଯେଉଁ ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରିକି ଶିକ୍ଷକ ମଣ୍ଡଳୀ ତା ସହିତ ଅଭିଭାବକ ଯେଉଁ ପିତାମାତା ରହିଲେ ସମସ୍ତେ ଏମିତି ଗୋଟେ ପରିବେଶ ତିଆରି କରିବା ଦରକାର ଯେଉଁଥିରେ ଛାତ୍ରଛାତ୍ରୀ ହୁଅନ୍ତୁ କି ପୁଅ ଝିଅ ହୁଅନ୍ତୁ କି ଛୋଟ ଛୋଟ ଛାତ୍ରଛାତ୍ରୀମାନେ ହୁଅନ୍ତୁ ସେମାନେ କହିପାରୁଥିବେ। ଧନ୍ୟବାଦ। ଆୱାରନେସ୍ କାର୍ଯ୍ୟକ୍ରମ ଶକ୍ତିଶ୍ରୀ ସ୍କିମ୍ରେ ସେଫ୍ କ୍ୟାମ୍ପେନ୍ ଗୋଟେ ମଡ୍ୟୁଲ ଶକ୍ତିଶ୍ରୀ ଅନେକ କଥା ରହିଛି। ସିସିଟିଭି ଲଗା ହେବାଠୁ ଆରମ୍ଭ କରିକି ଶକ୍ତିଶ୍ରୀ ଅପା, ଶକ୍ତିଶ୍ରୀ ସଂଯୋଜିକା, ଶକ୍ତିଶ୍ରୀ ସାଥୀ ଏଭଳିଆ ବ୍ୟବସ୍ଥା ରହୁଛି ଯେଉଁଥିରେ ସେମାନେ କହିପାରିବେ। ଏଇଟା ସବୁ ଗୋଟେ ଫୋରମ୍, ଗୋଟେ ପ୍ଲାଟଫର୍ମ। ତା ସହିତ ଶକ୍ତିଶ୍ରୀ ଅନଲାଇନ୍ ଆପ୍ ରହିଛି, ମୋବାଇଲ ଆପ୍ଲିକେସନ ରହୁଛି। ତା ସହିତ ଏଇ ଯେଉଁ ସେଫ୍ କ୍ୟାମ୍ପେନ୍ ବି ତା ଭିତରେ ଗୋଟେ ଉପାଦାନ ଯେଉଁଥିରେ ଆମେ ପିଲାମାନଙ୍କର ମେଣ୍ଟାଲ ହେଲ୍ଥକୁ ବି ଦେଖନ୍ତୁ, ବାଲେଶ୍ୱର ଘଟଣା ପରେ ଆଇସିସି ଗଠନ ହେବା ପ୍ରକ୍ରିୟା ଏଟା ମୁଁ ଭାବୁଛି ତା ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ 3 ଥର ଅଲଗା ଅଲଗା ଚିଠି କରିଛି ଏବଂ ବାଲେଶ୍ୱର FM ୟୁନିଭର୍ସିଟିରେ ଅଲରେଡି ଆଇସିସି ଥିଲା ବୋଲି ତ କମ୍ପ୍ଲେନ୍ ହେଇଛି। ତେଣୁ ଆମେ ସରକାରକୁ ଆସିଲା ପରେ ଆଇସିସିକୁ ନେଇକି ଅନେକ ପରିମାଣରେ ଆମେ ପ୍ରୟାସ କରିଛନ୍ତି ଏବଂ ସବୁ କଲେଜ ଗୁଡ଼ିକରେ କେବଳ ଆଇସିସି ଗଠନ ହେଇଛି ତାହା ନୁହେଁ, ଆଇସିସିର ଯେଉଁ ସଦସ୍ୟମାନେ ରହିଲେ ବା ଯାହାକୁ ବର୍ତ୍ତମାନ କେବଳ ଇଣ୍ଟରନାଲ କମିଟି କୁହାଯାଉଛି, କମ୍ପ୍ଲେନ୍ କମିଟି ଆଉ କୁହାଯାଉନି, ଯେଉଁ ସଦସ୍ୟମାନେ ରହିଲେ ସେମାନଙ୍କର ମଧ୍ୟ ନାଁ ସେମାନଙ୍କର ଡେଜିଗ୍ନେସନକୁ ବିଭିନ୍ନ କଲେଜରେ ପୋଷ୍ଟିଂ କରିବା ପାଇଁ, ବିଭିନ୍ନ କଲେଜରେ ଲଗାଇବା ପାଇଁ ଏବଂ ଭଲ ଜାଗାରେ ଯେଉଁଠି ପ୍ରଦର୍ଶିତ କରାଯାଇପାରିବ ତାହାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଧନ୍ୟବାଦ।